ଆଜିକା ସମୟରେ ଅଣ୍ଟା ଦରଜର ସମସ୍ୟା ଆପଣଙ୍କୁ ଘରେ ଘରେ ଦେଖିବାକୁ ମିଳିବ। ଆଉ ଯଦି ଆପଣଙ୍କର ଏଭଳି ସମସ୍ୟା ହେଉଛି ତ ଆଜିର ଭିଡ଼ିଓ ଆପଣଙ୍କ ପାଇଁ। ଆଜିର ଭିଡ଼ିଓରେ ଆପଣ ଅଣ୍ଟା ଦରଜର କିଛି ଏମିତି କାରଣ ବିଷୟରେ ଜାଣିବେ ଯାହାକୁ ଯଦି ଆପଣ ଠିକରେ ବୁଝୁଛନ୍ତି ତାର ପ୍ରତିକାର କରୁଛନ୍ତି ଦେଖିବେ ଅଣ୍ଟା ଦରଜ ଆପଣଙ୍କର ଖୁବ୍ ଶୀଘ୍ର ଭଲ ହେଇଯିବ। ସକାଳୁ ସକାଳୁ ଯେତେବେଳେ ଆପଣ ଉଠନ୍ତି ଅଣ୍ଟା ଏତେ ଜୋରେ ଆପଣଙ୍କର ଦରଜ କରେ ଆପଣ କିଛି କାମ କରିପାରନ୍ତିନି। ମହିଳାମାନେ ଘରର କାମ କରିପାରିବେନି, ସିଧା ଛିଡ଼ା ହେଇପାରିବେନି। ଆଉ ଏଭଳି ସମସ୍ୟାକୁ ନିହାତି ଭାବରେ ଭଲ କରିବା କଥା। କେତେ ଆପଣ ମେଡ଼ିସିନ ଖାଇବେ ତ ଘରୋଇ ଉପଚାର ବି ଆପଣ କରିପାରିବେ, କିନ୍ତୁ ଆଜି ମୁଁ ଯାହା ବି ଆପଣଙ୍କୁ କହିବି ଏଇଟା ଆପଣଙ୍କୁ ଉପଚାର ବଦଳରେ କିଛି ପ୍ରତିକାର କରିବା ପାଇଁ ହେଲ୍ପ କରିବ, ଯାହାଦ୍ୱାରା ଘରେ ନ୍ୟାଚୁରାଲି ଆପଣଙ୍କର ଅଣ୍ଟା ଦରଜଟା କମିଯିବ। ସର୍ବପ୍ରଥମ କାରଣ ହେଉଛି ଯଦି ଆପଣ ଓଜନିଆ ବସ୍ତୁକୁ ବାରମ୍ବାର ଉଠାଉଛନ୍ତି। ଆପଣଙ୍କ ଶରୀର ଯେତିକି ଉଠେଇ ପାରିବ ତାଠାରୁ ବି ଅଧିକ ଓଜନିଆ ବସ୍ତୁକୁ ଆପଣ ଉଠାଉଛନ୍ତି, ପୁଣି ବାରମ୍ବାର ଉଠାଉଛନ୍ତି। ଯଦି ଦିନେ ଅଧେ ଆପଣ ଉଠେଇଦେଲେ ସେଥିରେ ଅଣ୍ଟା ଦରଜଟା ଏତେ ଜଣାପଡ଼େନି, କିନ୍ତୁ ଯଦି ବାରମ୍ବାର ଆପଣ ଏହିଭଳି କାମ କରୁଛନ୍ତି, ବାରମ୍ବାର ଆପଣ ଓଜନିଆ ବସ୍ତୁକୁ ଉଠାଉଛନ୍ତି ଯେଉଁଟା ଆପଣଙ୍କ ଶରୀରର ଓଜନକୁ ଆଦୌ ବି ସହିବା କଥା ନୁହଁ, ଆପଣ ସେତେ ଅଧିକ ଓଜନର ବସ୍ତୁକୁ ଉଠାଉଛନ୍ତି, ତ ଏଥିରେ ନିଶ୍ଚୟ ଭାବରେ ଆପଣଙ୍କ ଅଣ୍ଟା ଉପରେ ପ୍ରେସର ପଡ଼ିବ। କାରଣ ଆମେ ଯେତେବେଳେ ନଇଁକି ନଇଁଲେ ଆମେ ଓଜନିଆ ବସ୍ତୁକୁ କେମିତି ଉଠେଇବା? ଆମେ ନଇଁବା, ତାକୁ ଦୁଇ ହାତରେ ଓଜନିଆ ବସ୍ତୁକୁ ଉଠେଇବା, କିମ୍ବା ଯଦି ସାଧାରଣ ଗୋଟେ ପାଣି ବାଲ୍ଟି ବି ଉଠାଉଛନ୍ତି, ଶରୀରରେ କେଉଁ ଅଙ୍ଗ ଉପରେ ଅଧିକ ପ୍ରେସର ପଡ଼େ? ଆପଣଙ୍କ ଅଣ୍ଟା ଉପରେ। କାରଣ ଆମର ମେରୁଦଣ୍ଡଟା ରହିଛି ସେଇଟା ସମ୍ପୂର୍ଣ୍ଣ ଆମ ଶରୀରକୁ କାର୍ଯ୍ୟକ୍ଷମ କରାଉଛି। ଆଉ ଯେତେବେଳେ ଆପଣ ଓଜନିଆ ବସ୍ତୁକୁ ଉଠାଉଛନ୍ତି ସେଟା ଗୋଟେ ହାତରେ ଉଠାନ୍ତୁ, ସେଟା ଦୁଇଟି ହାତରେ ନଇଁକି ଉଠାନ୍ତୁ, ଆପଣଙ୍କ ଅଣ୍ଟା ଉପରେ ତାର ଭାରଟା ପଡ଼ିବ। ଯଦି ଦରକାର ଠାରୁ ଓଜନିଆ ବସ୍ତୁ ଆପଣ ଉଠେଇବେ, ଦରକାର ଠାରୁ ଯେତିକି ଅଧିକ ଆପଣ ଉଠେଇ ଦେଉଛନ୍ତି, ତେବେ ନିଶ୍ଚିତ ଏଇଟା ଆପଣଙ୍କର ଅଣ୍ଟା ଉପରେ ପ୍ରେସର ପକାଏ, ଯାହାଦ୍ୱାରା ଆପଣଙ୍କର ଅଣ୍ଟା ଦରଜର ସମସ୍ୟାଟା ବଢ଼ିଯାଏ। ଆଉ ଆପଣ ଦେଖନ୍ତୁ ଯେ ଯଦି ଆପଣ ଏଭଳି ଭୁଲ କରୁଛନ୍ତି ତ ଓଜନିଆ ବସ୍ତୁ ଉଠେଇବା ଆପଣ ବନ୍ଦ କରନ୍ତୁ। ଏକା କେବେ ବି ଉଠେଇବେନି, କାହାର ସପୋର୍ଟ ନେବେ। ଦେଖିବେ ନିହାତି ଭାବରେ ଆପଣଙ୍କର ଅଣ୍ଟା ଦରଜଟି ଖୁବ୍ ଶୀଘ୍ର କମିଯିବ। ଆଉ ଗୋଟିଏ ବଡ଼ କାରଣ ହେଉଛି ହର୍ମୋନାଲ ଇମ୍ବାଲାନ୍ସ। ଏଇଟା ମହିଳାମାନଙ୍କ ଶରୀରରେ ଅଧିକ ଦେଖାଯାଏ, କାରଣ ଯେତେବେଳେ 13-14 ବର୍ଷରୁ ପିରିୟଡ଼ ଷ୍ଟାର୍ଟ ହୁଏ ତାପରେ ପ୍ରତି ମାସରେ ହର୍ମୋନ୍ସ ଚେଞ୍ଜ ହୁଏ, ଯାହାଦ୍ୱାରା ଆଗକୁ ଯାଇକି ଯେତେବେଳେ ଜଣେ ମହିଳା ନିଜର ବେବିକୁ ଡେଲିଭରି କରୁଛି ତାପରେ ଦେଖିବେ ଯେ ହର୍ମୋନାଲ ଚେଞ୍ଜେସ୍ ଲଗାତାର ସେମାନଙ୍କର ହୁଏ। ତ ଏଭଳି ସିଚୁଏସନରେ ଯଦି ଆପଣଙ୍କର ହର୍ମୋନାଲ ଇମ୍ବାଲାନ୍ସ କିଛି ରହୁଛି, କିମ୍ବା ଥାଇରଏଡ୍ ସମସ୍ୟା ବି ଆପଣଙ୍କର ବାହାରୁଛି, ଏମିତି କିଛି ପ୍ରୋବ୍ଲେମ୍ ଆପଣଙ୍କର ହେଉଛି ଯେଉଁଥିରେ କି ହର୍ମୋନ୍ ସବୁବେଳେ ଆପଣଙ୍କର ଇମ୍ବାଲାନ୍ସ ହେଇକି ରହୁଛି, ତାହେଲେ ନିଶ୍ଚୟ ଏଥିରେ ଆପଣଙ୍କର ଅଣ୍ଟା ଦରଜର ସମସ୍ୟା ବଢ଼ିଯାଏ। ଆପଣ ଦେଖନ୍ତୁ ଯେ ହୁଏତ ଆପଣଙ୍କର ଶରୀରରେ ହର୍ମୋନ୍ସ ଇମ୍ବାଲାନ୍ସ ହେଇକି ରହୁଛି, ଆପଣଙ୍କର ପିରିୟଡ଼ ଠିକ୍ ଟାଇମ୍ରେ ହେଉଛି କି ନାହିଁ, ଆପଣଙ୍କର ପିରିୟଡ଼ ଡିଲେ ହେଉନି ତ, ଆପଣଙ୍କ ଶରୀରରେ ଥାଇରଏଡ଼୍ର ସମସ୍ୟା ନାହିଁ ତ ଏଭଳି ସମସ୍ୟା ଆପଣ ଟେଷ୍ଟ କରିକି ବି ଜାଣିପାରିବେ, ଯାହାଦ୍ୱାରା ଆପଣ ଏହାର ପ୍ରତିକାର ବି ଖୁବ୍ ଶୀଘ୍ର କରିଦେଲେ ଅଣ୍ଟା ଦରଜ ଆପଣଙ୍କର ଜଲ୍ଦି କମିଯିବ। ବେଳେବେଳେ ଆପଣ ଭୁଲ ପୋସ୍ଚରରେ ବସିବା ଦ୍ୱାରା ବି ଏଭଳି ସମସ୍ୟା ହୁଏ। ଆପଣମାନେ ଯଦି କୌଣସି କର୍ମକ୍ଷେତ୍ରରେ କାମ କରୁଛନ୍ତି ଯେଉଁଥିରେ ଆପଣଙ୍କୁ 7-8 ଘଣ୍ଟା ଚେୟାର ଉପରେ ବସିବା ପାଇଁ ପଡ଼ୁଛି, ଏଥିରେ ବି ଅଣ୍ଟା ଉପରେ ପ୍ରେସର ପଡ଼ିଲା, କିମ୍ବା ଘରେ ବି ସାଧାରଣତଃ ଯଦି ଭୁଲ ପୋସ୍ଚରରେ ଆପଣ ଅଧିକ ସମୟ ବସିକି ରହୁଛନ୍ତି ତେବେ ବି ଅଣ୍ଟା ଉପରେ ଆପଣଙ୍କର ତାର କୁପ୍ରଭାବଟା ପଡ଼ିଥାଏ। ମହିଳା ହୁଅନ୍ତୁ ବା ଆପଣମାନେ ଯିଏ ବି ଜେଣ୍ଟସ୍ ମାନେ ଦେଖୁଛନ୍ତି ମୋ ଭିଡ଼ିଓକୁ, ଆପଣ ଦେଖନ୍ତୁ ଯେ ହୁଏତ ଆପଣ ଯେତେବେଳେ ବସୁଛନ୍ତି କିମ୍ବା ଶୋଉଛନ୍ତି ବି, ବିଶେଷ କରି ବସିବା କଥା ମୁଁ କହୁଛି, କାରଣ ବସିବା ସମୟରେ ଆପଣଙ୍କର ଅଣ୍ଟାର କେମିତି ପୋସ୍ଚରଟା ରହୁଛି ଏଇଟା ଆପଣଙ୍କୁ ଦେଖିବା ପାଇଁ ପଡ଼ିବ। ଭୁଲ ପୋସ୍ଚରରେ ବସିଲେ ନିହାତି ଭାବରେ ଆପଣଙ୍କର ଏଭଳି ସମସ୍ୟାଟା ହୁଏ। ଆଉ ଯଦି ଆପଣ କିଛି ଭୁଲ ପୋସ୍ଚରରେ ବସୁଛନ୍ତି ବି ତେବେ ତାକୁ ଆପଣ ଠିକ୍ କରିନିଅନ୍ତୁ। ଆପଣ ମେରୁଦଣ୍ଡ ପ୍ରାୟ ସମୟରେ ସିଧା କରିକି ବସନ୍ତୁ, ଦେଖିବେ ଏଥିରେ ଆପଣଙ୍କୁ ବହୁତ ରିଲାକ୍ସ ଫିଲ୍ ହୁଏ। ଯଦି ଆପଣଙ୍କର ଲଗାତାର କୋଷ୍ଠକାଠିନ୍ୟର ସମସ୍ୟା ରହୁଛି ତେବେ ବି ଆପଣଙ୍କର ଅଣ୍ଟା ଦରଜ ହେବ। ଏଥିରେ କ'ଣ ହୁଏ, ଯେତେବେଳେ ଆପଣଙ୍କର କିଛି ଦିନ ଲଗାତାର କୋଷ୍ଠକାଠିନ୍ୟର ସମସ୍ୟା ହେଇଯାଉଛି ତ ପେଟ ସଫା ନ ହେବା ଦ୍ୱାରା ଆପଣ ଯାହା ବି ଖାଇବେ, ଆପଣଙ୍କୁ ଭୋକ ଲାଗିବ ତ ଆପଣ ଖାଇବେ ନିଶ୍ଚୟ। ଭୋକ ଲାଗିବ ମାନେ ଖାଇବେ, ଆଉ ସେ ଖାଦ୍ୟଟା ଠିକ୍ ଭାବରେ ହଜମ ହେବନି, କାରଣ ଆଗରୁ ଆପଣଙ୍କର ୱେଷ୍ଟ ସବୁ ପଡ଼ିକି ରହିଛି ପେଟ ଭିତରେ। ତ ଯେତେବେଳେ ନୂଆ ଖାଦ୍ୟ ପଶିଲେ ସେ କେମିତି ହଜମ ହେବ? ଆଉ ଯେତେବେଳେ ହଜମ ହେବନି ଗ୍ୟାସ୍ ପ୍ରଡ୍ୟୁସ୍ ହେବ। ଗ୍ୟାସ୍ ଯେତେବେଳେ ରହିଯିବ ସେତେବେଳେ ଆପଣଙ୍କର ଅଣ୍ଟା ବି ଦରଜ କରିବ। କିନ୍ତୁ ୟାର ସମାଧାନ ଏଇଆ ନୁହଁ ଯେ ଅଣ୍ଟା ଦରଜ ହେଉଛି ଆପଣ ଜାଣିଲେ ଯେ ଗ୍ୟାସ୍ ପାଇଁ ହେଉଛି ଆପଣ ଡେଲି ସକାଳେ ଗୋଟାଏ ଗ୍ୟାସ୍ ଟ୍ୟାବଲେଟ୍ ଖାଇବେ।
डॉक्टर माने भी एबे मना करुछंती जे आपण डेली गैस टैबलेट खाइबा किछि भी दरकार नाही। जदि अति दरकार हबो कोनोसी मेडिसिन संगरे आपण खाउछंती ठीक अछि, किंतु आपणकर अंटा दरज करूची आ आपण गैस मेडिसिन डेली खाइ चलिबे एइटा किछि भी ठीक नुहे। तो सेथिपाई आपण गैस मेडिसिन खाइबा बदଳରେ देखंतु जे कोष्ठकाठिन्यକୁ आपण केमिति भल करिबे न्याचुराली। आपण ता पई पनिपरिबा खांतु, अधिकରୁ अधिक तंतु जातीय खाद्य आपण खांतु, डालीर मात्रा को टिके आपण बढ़ांतु। देखिए एथिरे निश्चय आपणकर कोष्ठकाठिन्य जल्दी दूर हो पार। पानी पीबार मात्राटा को आपण दिन को 8 ରୁ 10 ग्लास कम से कम पियंतु। खाली पेटरे कम से कम 2-3 ग्लास आपण पानी पियंतु। किछि होम रेमेडी एथिपाई आपण ट्राई करि परिबे, जेमिति कि अदा चा आपण करिके पी परिबे। क्षीर पकेबेनी, केवल पानी आउ अदा को आपण फुटेकी पियंतु। जीरा चा को एभली भाबरे आपण करिके पी परिबे। तो ये सबु द्वारा आपणकर कोष्ठकाठिन्य भी दूर हुए और गैस रो समस्या भी दूर हुए। किंतु केबे हेले रेगुलर आपण गैस टैबलेट को खाइबेनी, जहा द्वारा आगु को जाइए आपको किसी ना किसी पेटर समस्या बाहरी पड़िबो। बेले बेले मेरुदंड हाड़ भी कमजोर हो जाए, जहा द्वारा अंटा दरजर समस्या बढ़ी जाए। मेरुदंड हाड़ कमजोर हबार तो बहुत सारा कारण रही। मने करंतु आपण छोट थिबा बयस रे आपण कोठी पड़ी जाइचंती, जहार रही माड़र प्रभावटा रही, जोटा कि बयस बढ़िले 40 वर्ष 50 वर्ष बढ़िले आपणकर बाहरुची। सेमिति भी हेई थाई पारे, किंबा आपणक शरीर रे कैल्शियम रो अभाव रही जाउची, विटामिन डी रो अभाव रही जाउची, ता भी हेई थाई पारे। तो जदि आपणक शरीर रे कैल्शियम किंबा विटामिन डी रो अभाव रहुची, विटामिन B12 रो अभाव रहुची, आपण ता पई से सब खाद्य को खांतु। मोर बहुत सारा वीडियो अच्छी जो थी कि कैल्शियम फूड विषय आपको कही, विटामिन डी फूड विषय आपको कही, से सब वीडियो आप देखिपारे। नचेत आप मत कमेंट जनातु, जहाद्वारा मु अलग ताप गोटे वीडियो करदेवी। खाद्य द्वारा आपणकर ए समस्या दूर हो। आपण तापाई किछि एक्सरसाइज भी करें, किंतु एक्सरसाइज आपण अंटा पाई जहाँ भी करुछंती सेटा केबे भी निजे निजे करेंनी, ऑनलाइन देखिए भी करेंनी। आपण डॉक्टर को परामर्श नेबे, जोटा आपण शरीर पाई ठीक एक्सरसाइज सेटा को ही आपण करेंगे। आउ गोटे कारण है यहाँ महिला मानक पई, जदि आपणकर व्हाइट डिस्चार्ज रेगुलर होउची, सेथिपाई भी आपणकर अंटा दरज हुए, कारण सेटा भी गोटे प्रकार हार्मोनल इम्बालांस, जहा द्वारा कि आपणक शरीर व्हाइट डिस्चार्ज होउची आउ एथिपाई अंटा दरज आपणकर होउची। जदि आपणकर पीरियड रे समस्या होउची, पीरियड जेते बेले भी आपण डेट रही, डेट डिले हो जाउची, किंबा बहुत कम आपणकर ब्लीडिंग होउची, ता पाई भी आपणकर अंटा दरज हुए। तो चेष्टा करंतु आपण निज शरीर रे केमिति हार्मोन्स को ठीक रखिबे, बैलेंस को रखिबे। आपण आयरन युक्त खाद्य खातु, जो थेरे कि पीरियड टाइम रे आपणकर ब्लीडिंग ठीक रे हबो। एभली किछि प्रतिकार करी कि आपण अंटा दरज को निश्चित भाव में कमे दे पारिबे। ये जो छोट छोट कारण रही, हुए तो आपन को ये सब लगुव जे पेट सफा करवा किंबा लेडीज मानकर पीरियड समस्या, ये बहुत छोट कारण। या पाई कौन अंटार समस्या सबुदिन हम, दिने अधे हो पारे, कौन सबुदिन हम? सबुदिन निश्चय हम। जदि सबुदिन आपणकर पेटटी सफा होनी, जदि प्रति मासरे महिला मानकर पीरियड प्रॉब्लम होउची, निश्चय यहाँ सबुदिन लगी रहिबो अंटा दरजटा। तेबे यही सब कारण को आपण फर्स्ट देखंतु जे आपणक पई, आपणक शरीर रे को कारणटा पई अंटा दरज करूची, तार प्रतिकार करंतु। देखिबे निश्चय अंटा दरज खूब शीघ्र आपणकर भल हबो, आउ आपणको कंफर्ट भी फील हबो। आजिर वीडियो रे आपण जानिले अंटा दरजर किछि कारण विषय रे, आ केमिति ताको आपण प्रतिकार करि परिबे से विषय रे भी। आजिर वीडियो जदि आपनको भल लागिला, चैनल को सब्सक्राइब करंतु, वीडियो को लाइक करंतु, शेयर करंतु। आज पई एतिकी।